ଆକାଶବାଣୀ। ସମ୍ବାଦ ପଢ଼ୁଛନ୍ତି ସତ୍ୟବ୍ରତ ବେହୁରା। 70 ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ଲାଗି ଆସନ୍ତାକାଲି ହେବ ଭୋଟ ଗ୍ରହଣ। ଆଜି ପ୍ରୟାଗରାଜ ମହାକୁମ୍ଭ ଗସ୍ତ କରିବେ ଭୁଟାନ ରାଜା। ମେକ୍ସିକୋ ଉପରେ ଲାଗୁ ହୋଇଥିବା ଶୁଳ୍କ ବୃଦ୍ଧିକୁ 1 ମାସ ଘୁଞ୍ଚାଇଲେ ଆମେରିକା ରାଷ୍ଟ୍ରପତି। ଶ୍ରୀଲଙ୍କା ଆଜି ପାଳନ କରୁଛି 77ତମ ସ୍ୱାଧୀନତା ଦିବସ। ଏବଂ ଇଣ୍ଡିଆନ୍ ସୁପର ଲିଗ୍ ଫୁଟବଲ ପ୍ରତିଯୋଗିତାରେ ଓଡ଼ିଶା ଏଫ୍ସି ଓ ନର୍ଥ ଇଷ୍ଟ ୟୁନାଇଟେଡ୍ ଏଫ୍ସି ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍ ଅମୀମାଂସିତ। 70 ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ନିର୍ବାଚନ ଲାଗି ଆସନ୍ତାକାଲି ଭୋଟ ଗ୍ରହଣ କରାଯିବ। 8 ତାରିଖ ଶନିବାର ଦିନ ଭୋଟ ଗଣତି କରାଯାଇ ଫଳାଫଳ ପ୍ରକାଶ ପାଇବ। ଏହି ନିର୍ବାଚନରେ 699 ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଗତ ସନ୍ଧ୍ୟାରେ ଦିଲ୍ଲୀରେ ନିର୍ବାଚନ ପ୍ରଚାର କାର୍ଯ୍ୟ ଶେଷ ହୋଇଛି। ଏହି ନିର୍ବାଚନରେ ମୁଖ୍ୟତଃ ବିଜେପି, ଆମ୍ ଆଦମୀ ପାର୍ଟି ଓ କଂଗ୍ରେସ ମଧ୍ୟରେ ତ୍ରିକୋଣୀୟ ପ୍ରତିଦ୍ୱନ୍ଦ୍ୱିତା ହେଉଛି। ମୋଟ 1,56,00,000ରୁ ଉର୍ଦ୍ଧ୍ୱ ମତଦାତା ନିଜର ଗଣତାନ୍ତ୍ରିକ ମତାଧିକାର ସାବ୍ୟସ୍ତ କରି ପ୍ରାର୍ଥୀମାନଙ୍କର ରାଜନୈତିକ ଭାଗ୍ୟ ନିର୍ଦ୍ଧାରଣ କରିବେ। ଭୋଟ ଗ୍ରହଣ ନିମନ୍ତେ 13,760ଟି ମତଦାନ କେନ୍ଦ୍ର ସ୍ଥାପନ କରାଯାଇଛି। ନିର୍ବାଚନରେ ଯେଭଳି ଅଧିକ ମତଦାତା ଅଂଶଗ୍ରହଣ କରିପାରିବେ ତାହା ସୁନିଶ୍ଚିତ କରିବା ଲାଗି ନିର୍ବାଚନ ଆୟୋଗଙ୍କ ପକ୍ଷରୁ ବିଭିନ୍ନ ଭୋଟର ଅନୁକୂଳ ପଦକ୍ଷେପମାନ ଗ୍ରହଣ କରାଯାଇଛି। ନିର୍ବାଚନକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡ଼ି କରାଯାଇଛି। ମତଦାନ ଲାଗି 35,000 ଦିଲ୍ଲୀ ପୋଲିସ ଯବାନଙ୍କ ସମେତ 19,000 ଗୃହରକ୍ଷୀ ତଥା 220 କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ ଯବାନମାନଙ୍କୁ ମୁତୟନ କରାଯିବା ଲାଗି ବ୍ୟବସ୍ଥା କରାଯାଇଛି। ଭୁଟାନର ରାଜା ଜିଗ୍ମେ ଖେସର ନାମଗ୍ୟାଲ ୱାଙ୍ଗଚୁକ୍ ଆଜି ପ୍ରୟାଗରାଜ ମହାକୁମ୍ଭ ଗସ୍ତ କରିବେ। ସେ ତ୍ରିବେଣୀ ସଙ୍ଗମରେ ମଧ୍ୟ ସ୍ନାନ କରିବେ। ଭୁଟାନ ରାଜା ଶ୍ରୀ ୱାଙ୍ଗଚୁକ୍ ଗତକାଲି ଲକ୍ଷ୍ନୌରେ ପହଞ୍ଚିଥିଲେ। ମହାକୁମ୍ଭରେ ଚଳିତ ବର୍ଷ କୋଟି କୋଟି ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ସମାଗମ ଘଟିଛି। ସେମାନେ ଗଙ୍ଗା, ଯମୁନା ଓ ସରସ୍ୱତୀ ନଦୀର ସଙ୍ଗମସ୍ଥଳ ତ୍ରିବେଣୀ ସଙ୍ଗମରେ ପବିତ୍ର ସ୍ନାନ କରୁଛନ୍ତି। ଭୁଟାନର ରାଜା ମହାକୁମ୍ଭ ମେଳା ପରିଦର୍ଶନ ସମୟରେ ଅକ୍ଷୟବଟ ଏବଂ ବଡ଼େ ହନୁମାନ ମନ୍ଦିର ପରିଦର୍ଶନ କରିବେ। ଡିଜିଟାଲ ମହାକୁମ୍ଭ କିଭଳି ଆଧୁନିକ ଜ୍ଞାନକୌଶଳ ମାଧ୍ୟମରେ ଲୋକପ୍ରିୟତା ହାସଲ କରିଛି ସେ ସମ୍ପର୍କରେ ମଧ୍ୟ ଭୁଟାନର ରାଜାଙ୍କୁ ଅବଗତ କରାଯିବ। ଏହି ଗସ୍ତ ସମୟରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଉପସ୍ଥିତ ରହିବେ। ଗତ ସପ୍ତାହରେ 71ଟି ଦେଶର 100 ଜଣିଆ ବିଦେଶୀ ପ୍ରତିନିଧି ଦଳ ସଙ୍ଗମରେ ସ୍ନାନ କରିଥିଲେ। ଜାନୁଆରୀ 13 ତାରିଖରୁ ଆରମ୍ଭ ହୋଇଥିବା ମହାକୁମ୍ଭ ମେଳା ଚଳିତ ମାସ 26 ତାରିଖ ପର୍ଯ୍ୟନ୍ତ ଚାଲିବ। ଏପର୍ଯ୍ୟନ୍ତ ତ୍ରିବେଣୀ ସଙ୍ଗମରେ 37 କୋଟିରୁ ଅଧିକ ଲୋକ ପବିତ୍ର ସ୍ନାନ କରିସାରିଥିବା ସୂଚନା ମିଳିଛି। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ ରାମମୋହନ ନାଇଡୁ କହିଛନ୍ତି, ନଏଡାସ୍ଥିତ ଏସିଆର ବୃହତ୍ତମ ଜୱାର ଆନ୍ତର୍ଜାତିକ ବିମାନ ବନ୍ଦରରୁ ଆସନ୍ତା ଏପ୍ରିଲ ମାସରୁ ନିୟମିତ ବିମାନ ଉଡ଼ାଣ ହେବ। ରାଜ୍ୟସଭାରେ ଏକ ଅତିରିକ୍ତ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି, ନିର୍ଦ୍ଧାରିତ ଲକ୍ଷ୍ୟ ଅନୁଯାୟୀ ବିମାନ ବନ୍ଦରର କାର୍ଯ୍ୟ ଜାରି ରହିଛି। ସେ କହିଛନ୍ତି, ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ଭାରତ ବିଶ୍ୱର ଏକ ଅଗ୍ରଣୀ ରାଷ୍ଟ୍ର। ପ୍ରତିବର୍ଷ ଦେଶରେ 1,600 ଜଣଙ୍କୁ କମର୍ସିଆଲ ପାଇଲଟ ଲାଇସେନ୍ସ ପ୍ରଦାନ କରାଯାଉଥିବା ସେ ରାଜ୍ୟସଭାରେ ପ୍ରକାଶ କରିଛନ୍ତି। ଦେଶରେ 54ଟି ବିମାନ ପ୍ରଶିକ୍ଷଣ ଅନୁଷ୍ଠାନ ଏଥିଲାଗି କାର୍ଯ୍ୟ କରୁଥିବା ସେ କହିଛନ୍ତି। 2022 ମସିହାରେ ବିମାନ ଉଡ଼ାଣ କ୍ଷେତ୍ରରେ ବୈଷୟିକ ତ୍ରୁଟି ଜନିତ ସମସ୍ୟା 723 ଥିବା ବେଳେ ଏବେ ଏହା 273କୁ ହ୍ରାସ ପାଇଛି। ଉଡ଼ାଣ ସମ୍ପ୍ରସାରିତ ଯୋଜନାରେ ଆସନ୍ତା 10 ବର୍ଷ ମଧ୍ୟରେ ଦେଶରେ ଆଉ 100ଟି ନୂତନ ବିମାନ ବନ୍ଦର ପ୍ରତିଷ୍ଠା କରାଯିବ ବୋଲି ମନ୍ତ୍ରୀ ଶ୍ରୀ ନାଇଡୁ କହିଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମେକ୍ସିକୋ ଉପରେ ଲାଗୁ କରିଥିବା ଶୁଳ୍କ ବୃଦ୍ଧିକୁ 1 ମାସ ବିଳମ୍ବିତ କରିଛନ୍ତି। ଶ୍ରୀ ଟ୍ରମ୍ପ କହିଛନ୍ତି, ମେକ୍ସିକୋ ରାଷ୍ଟ୍ରପତି କ୍ଲାଉଡିଆ ସେନବାମଙ୍କ ସହ ତାଙ୍କର ବନ୍ଧୁତ୍ୱପୂର୍ଣ୍ଣ କଥାବାର୍ତ୍ତା ହୋଇଛି ଏବଂ ସେ ଆମେରିକା ମେକ୍ସିକୋ ସୀମାକୁ 10,000 ସୈନିକ ପଠାଇବାକୁ ରାଜି ହୋଇଛନ୍ତି। କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋଙ୍କ ସହ ଆଲୋଚନା ଜାରି ରହିଛି ବୋଲି ଆମେରିକା ରାଷ୍ଟ୍ରପତି କହିଛନ୍ତି। ମେକ୍ସିକୋରୁ ଆସୁଥିବା ସାମଗ୍ରୀ ଉପରେ 25% ଶୁଳ୍କ ସମେତ
କାନାଡ଼ାରୁ ଆସୁଥିବା ସାମଗ୍ରୀ ଉପରେ 25% ଶୁଳ୍କ ଏବଂ ଶକ୍ତି ଉତ୍ସ ଉପରେ ଅତିରିକ୍ତ 20% ଏବଂ ଚୀନରୁ ଆମଦାନୀ ଉପରେ ଅତିରିକ୍ତ 10% ଶୁଳ୍କ ଆଜିଠାରୁ ଲାଗୁ କରିବା ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିର୍ଦ୍ଦେଶ ଦେଇଥିଲେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଶ୍ରୀଲଙ୍କା ଆଜି ତାର 77ତମ ସ୍ୱାଧୀନତା ଦିବସ ପାଳନ କରୁଛି। କଲମ୍ବୋର ଇଣ୍ଡିପେଣ୍ଡେନ୍ସ ଛକରେ ଏଥିଲାଗି ଆନୁଷ୍ଠାନିକ ଭାବେ ଉତ୍ସବ ପାଳନ ହେବାକୁ ଥିବାବେଳେ ଅନ୍ୟ ସହରଗୁଡ଼ିକରେ ମଧ୍ୟ ଉତ୍ସବ ପାଳନ କରାଯିବ। ଦେଶରେ ଅର୍ଥନୈତିକ ସଂସ୍କାର ସମେତ ପୁନରୁଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ଶ୍ରୀଲଙ୍କା ସରକାର ଏକ ନୂତନ ଆଭିମୁଖ୍ୟ ସହ ଏହି ଦିବସ ପାଳନ କରୁଛନ୍ତି। ସେଠାକାର ପୋଲିସ ମୁଖପାତ୍ର ବୁଧିକା ମନାତୁଙ୍ଗା କହିଛନ୍ତି, ସୁରକ୍ଷା ଦୃଷ୍ଟିରୁ ଅଧିକ 10,000 ପୋଲିସ ଅଧିକାରୀଙ୍କୁ ଏଥିରେ ନିୟୋଜିତ କରାଯାଇଛି। ସରକାରୀ କାର୍ଯ୍ୟକ୍ରମରେ ସାମରିକ ପରେଡ୍, ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ରାଷ୍ଟ୍ରପତି ଅନୁରା କୁମାରା ଦିସାନାୟକଙ୍କ ସ୍ୱତନ୍ତ୍ର ଅଭିଭାଷଣ ପରେ ଶ୍ରୀଲଙ୍କା ନୌସେନା ପକ୍ଷରୁ ବିଶେଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଗତବର୍ଷ ସ୍ୱାଧୀନତା ଦିବସ ସମାରୋହରେ ଶ୍ରୀଲଙ୍କା 200 ନିୟୁତ ଟଙ୍କା ଖର୍ଚ୍ଚ କରିଥିଲେ ମଧ୍ୟ ଚଳିତ ବର୍ଷ ଏହାକୁ 87 ନିୟୁତ ଟଙ୍କାରେ ସୀମିତ ରଖିଛି। ପୂର୍ବ କଙ୍ଗୋରେ ରୁଆଣ୍ଡା ସମର୍ଥିତ M23 ବିଦ୍ରୋହୀମାନେ ଏକତରଫା ଅସ୍ତ୍ରବିରତି ଘୋଷଣା କରିଛନ୍ତି। ମାନବିକତା ଦୃଷ୍ଟିରୁ ସେମାନେ ଏହି ଅସ୍ତ୍ରବିରତି ଘୋଷଣା କରିଥିବା କହିଛନ୍ତି। ଗତ ସପ୍ତାହରେ ବିଦ୍ରୋହୀ ଏବଂ କଙ୍ଗୋ ସେନା ମଧ୍ୟରେ ହୋଇଥିବା ସଂଘର୍ଷରେ ଶତାଧିକ ଲୋକ ପ୍ରାଣ ହରାଇବା ପରେ M23 ବିଦ୍ରୋହୀମାନେ ଗତକାଲି ଏହି ଘୋଷଣା କରିଛନ୍ତି। ଉଭୟ ପକ୍ଷ ମଧ୍ୟରେ ଦୀର୍ଘଦିନ ଧରି ଲଢ଼େଇ ଜାରି ରହିଥିବାରୁ ଜାତିଗତ ଉତ୍ତେଜନା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ହିଂସାକୁ ଦୃଷ୍ଟିରେ ରଖି କେନିଆ ରାଷ୍ଟ୍ରପତି ୱିଲିୟମ ରୁଟୋଙ୍କ ସମେତ ଆଞ୍ଚଳିକ ନେତାମାନେ କଙ୍ଗୋ ଏବଂ ରୁଆଣ୍ଡା ରାଷ୍ଟ୍ରପତିଙ୍କ ସହ ଏକ ଶିଖର ସମ୍ମିଳନୀ କରିବାକୁ ଯୋଜନା କରୁଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ 5 ଦିନର ତୀବ୍ର ସଂଘର୍ଷ ପରେ ଗୋମାରୁ ରାସ୍ତାରୁ 900ରୁ ଅଧିକ ମୃତଦେହ ଉଦ୍ଧାର କରାଯାଇଛି। ଏହି ସଂଘର୍ଷରେ ପାଖାପାଖି 2,900 ଲୋକ ଆହତ ହୋଇଛନ୍ତି। ତେବେ ଅସ୍ତ୍ରବିରତି ନେଇ କଙ୍ଗୋ ସରକାର ଏପର୍ଯ୍ୟନ୍ତ କୌଣସି ଘୋଷଣା କରିନାହାନ୍ତି। କର୍କଟ ରୋଗର କାରଣ ଏବଂ ନିରାକରଣ ଦିଗରେ ସଚେତନତା ବୃଦ୍ଧି ଲକ୍ଷ୍ୟରେ ଆଜି ବିଶ୍ୱ କର୍କଟ ରୋଗ ଦିବସ ପାଳନ କରାଯାଉଛି। ଚଳିତ ବର୍ଷର ଏଥିଲାଗି ବାର୍ତ୍ତା ରହିଛି ଅନନ୍ୟତାରେ ଏକତା। 2000 ମସିହା ଫେବୃଆରୀ 4 ତାରିଖରେ ପ୍ୟାରିସଠାରେ ପ୍ରଥମ ଥର ପାଇଁ ବିଶ୍ୱ କର୍କଟ ରୋଗ ଦିବସ ପାଳନ କରାଯାଇଥିଲା। ପ୍ରାରମ୍ଭିକ ଅବସ୍ଥାରେ ଚିହ୍ନଟ ଏବଂ ଉପଯୁକ୍ତ ଚିକିତ୍ସା ଦ୍ୱାରା ଏହି ରୋଗରୁ ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ ସମ୍ଭବ। ଏହି ଅବସରରେ ବିଭିନ୍ନ ସ୍ଥାନରେ ସଚେତନତାମୂଳକ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ଦେଶରେ ଗତ ମାସ 31 ତାରିଖ ସୁଦ୍ଧା ପ୍ରଚଳନରେ ଥିବା 2,000 ଟଙ୍କିଆ ନୋଟ୍ର ମୂଲ୍ୟ 6,577 କୋଟି ଟଙ୍କାକୁ ହ୍ରାସ ପାଇଛି। ଏ ସମ୍ପର୍କରେ ରିଜର୍ଭ ବ୍ୟାଙ୍କ କହିଛି, 2023ରେ ପ୍ରଚଳନରେ ଥିବା 3.56 ଲକ୍ଷ କୋଟି ଟଙ୍କାର ନୋଟ୍ ମଧ୍ୟରେ 98.15% ଫେରିଆସିଛି। 2023 ମେ 19 ତାରିଖରେ ରିଜର୍ଭ ବ୍ୟାଙ୍କ 2,000 ଟଙ୍କିଆ ନୋଟ୍ ପ୍ରତ୍ୟାହାର ଘୋଷଣା କରିଥିଲା ଏବଂ ସେହି ବର୍ଷ ଅକ୍ଟୋବର 7 ତାରିଖ ସୁଦ୍ଧା ବ୍ୟାଙ୍କରେ ନୋଟ୍ ଜମା କିମ୍ବା ବଦଳାଇବାକୁ କହିଥିଲା। 2,000 ଟଙ୍କିଆ ନୋଟ୍ ବୈଧ ଥିବାବେଳେ ସେଗୁଡ଼ିକୁ ବଦଳାଇବା କିମ୍ବା ଜମା କରିବା ଲାଗି ରିଜର୍ଭ ବ୍ୟାଙ୍କ ପୁଣି ଅନୁରୋଧ କରିଛି। ଇଣ୍ଡିଆନ୍ ସୁପର ଲିଗ୍ ଫୁଟବଲ ପ୍ରତିଯୋଗିତାରେ ଗତକାଲି ସନ୍ଧ୍ୟାରେ କଳିଙ୍ଗ ଷ୍ଟାଡିୟମରେ ଓଡ଼ିଶା ଏଫ୍ସି ଓ ନର୍ଥ ଇଷ୍ଟ ୟୁନାଇଟେଡ୍ ଏଫ୍ସି ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍ ଅମୀମାଂସିତ ରହିଛି। ଉଭୟ ପକ୍ଷ 2ଟି ଲେଖାଏଁ ଗୋଲ୍ ଦେଇଥିଲେ। ଆସନ୍ତାକାଲି ସନ୍ଧ୍ୟା 7:30ରେ କୋଲକାତା ସଲ୍ଟ ଲେକ୍ ଷ୍ଟାଡିୟମରେ ଏଫ୍ସି ମୋହନ ବାଗାନ ଏବଂ ପଞ୍ଜାବ ଏଫ୍ସି ମଧ୍ୟରେ ମୁକାବିଲା ହେବ। ଭାରତୀୟ ମହିଳା କ୍ରିକେଟ ଦଳ କ୍ରମାଗତ ଭାବେ ଦ୍ୱିତୀୟ ଥର ଲାଗି T20 ବିଶ୍ୱକପ୍ ଜିତିବା ପରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ BCCI 5 କୋଟି ଟଙ୍କାର ପୁରସ୍କାର ଘୋଷଣା କରିଛି। ମାଲେସିଆର ଓଭାଲିନ୍ ସ୍ଥିତ ବାଇମା ଷ୍ଟାଡିୟମରେ ଅନୁଷ୍ଠିତ 19 ବର୍ଷରୁ କମ୍ ICC ମହିଳା T20 ବିଶ୍ୱକପ୍ରେ ଭାରତୀୟ ମହିଳା ଦଳ ବିଜୟ ହାସଲ କରିଥିଲା। ମୁଖ୍ୟ ସମ୍ବାଦ ପୁଣିଥରେ। 70 ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ଲାଗି ଆସନ୍ତାକାଲି ହେବ ଭୋଟ ଗ୍ରହଣ। ଆଜି ପ୍ରୟାଗରାଜ ମହାକୁମ୍ଭ ଗସ୍ତ କରିବେ ଭୁଟାନ ରାଜା। ମେକ୍ସିକୋ ଉପରେ ଲାଗୁ ହୋଇଥିବା ଶୁଳ୍କ ବୃଦ୍ଧିକୁ 1 ମାସ ଘୁଞ୍ଚାଇଲେ ଆମେରିକା ରାଷ୍ଟ୍ରପତି। ଶ୍ରୀଲଙ୍କା ଆଜି ପାଳନ କରୁଛି 77ତମ ସ୍ୱାଧୀନତା ଦିବସ।
ଏବଂ ଇଣ୍ଡିଆନ୍ ସୁପର ଲିଗ୍ ଫୁଟବଲ ପ୍ରତିଯୋଗିତାରେ ଓଡ଼ିଶା ଏଫ୍ସି ଓ ନର୍ଥ ଇଷ୍ଟ ୟୁନାଇଟେଡ୍ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍ ଅମୀମାଂସିତ। ସମ୍ବାଦ ଶେଷ ହେଲା।